ସରକାରଙ୍କର ନୂତନ ଶିକ୍ଷାନୀତି ଲାଗୁ ହେଲା ପରେ 2025 ଏପ୍ରିଲ 2 ତାରିଖରେ ପେଙ୍ଗୁଆ ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ତଥା ଶିଶୁ ବାଟିକାର ଶୁଭାରମ୍ଭ କରିବା ପାଇଁ ବର୍ତ୍ତମାନ କନକଲତା ମ୍ୟାଡ଼ାମ ଆମର ସାଜସଜ୍ଜାରେ ଲାଗି ପଡ଼ିଛନ୍ତି ଏବଂ ଆମର ପ୍ରଧାନ ଶିକ୍ଷକ ଅମ୍ବୁଜ କୁମାର ମହାଳିକ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଭାବରେ ନିଜ ନିଜ ସ୍ଥାନକୁ ଅଧିକାର କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ଏବଂ ଗାର୍ଜିଆନ ମାନେ ମଧ୍ୟ ଅପେକ୍ଷା କରିଛନ୍ତି ପିଲାମାନଙ୍କର ପ୍ରବେଶ ଉତ୍ସବ ପାଇଁ। ଏପଟେ ଅକ୍ଷୟ ସାର୍ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳାର ସହିତ ଠିଆ କରାଉଛନ୍ତି। ସେମାନଙ୍କର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହେବ। ଗାର୍ଜିଆନ ମାନେ ମଧ୍ୟ ଶୃଙ୍ଖଳାର ସହିତ ଦଣ୍ଡାୟମାନ। ସମସ୍ତେ ଅପେକ୍ଷା କରିଛନ୍ତି ବର୍ତ୍ତମାନ ଅତିଥିମାନେ ଆସିବେ ଏବଂ ଆମର କୁନି କୁନି ଶିଶୁମାନଙ୍କୁ ଉତ୍ସାହିତ କରିବେ, ପ୍ରଦୀପ ପ୍ରଜ୍ୱଳନ କରିବେ ଏବଂ ଛୋଟ ଛୋଟ କୁନି କୁନି ଶିଶୁମାନଙ୍କ ମଥାରେ ଚନ୍ଦନ ଟିପା ମାରିଦେଇ ସେମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଶ୍ରେଣୀଗୃହକୁ ପ୍ରବେଶ କରାଇବେ। ତେବେ ବର୍ତ୍ତମାନ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପିଙ୍ଗୁଆର ସରପଞ୍ଚ, ସମିତି ସଭ୍ୟ ତଥା ଆମ ବିଦ୍ୟାଳୟର ପୂର୍ବତନ ଚେୟାରମ୍ୟାନ୍ କ୍ୟାଣ୍ଡେଲ ଲଗାଇ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ। ବର୍ତ୍ତମାନ ପୂର୍ବତନ ଚେୟାରମ୍ୟାନ୍ କ୍ୟାଣ୍ଡେଲ ଲଗାଇ ସମିତି ସଭ୍ୟଙ୍କୁ ଧୂପ ଲଗାଇବାରେ ସାହାଯ୍ୟ କରୁଛନ୍ତି। ସକାଳୁ ସକାଳୁ ସୁଲୁସୁଲିଆ ପବନ ବହୁଥିବାରୁ କ୍ୟାଣ୍ଡେଲ ଟିକିଏ ଦପ୍ ଦପ୍ ହେଉଛି, ତେଣୁ ଧୂପ ଲଗାଇବାକୁ ଟିକେ ଡେରି ହେଉଛି। ସୁଲୁସୁଲିଆ ପବନ ସହିତ ବର୍ତ୍ତମାନ ଧୂପ ଲାଗିଯାଇଛି ଏବଂ ସରପଞ୍ଚ ବର୍ତ୍ତମାନ ପ୍ରଦୀପ ପ୍ରଜ୍ୱଳନ କରୁଛନ୍ତି। ପ୍ରଦୀପ ପ୍ରଜ୍ୱଳିତ ହେବାରେ ଲାଗିଛି। ସୁଲୁସୁଲିଆ ପବନ ବହିବା ଟିକିଏ ଥମି ଯାଇଛି। ଦେଖନ୍ତୁ, ମା' ମାନେ ହୁଳହୁଳି ପକେଇ ଏହି ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମକୁ ଆହୁରି ଆନନ୍ଦମୟ କରିଦେଇଛନ୍ତି। କୁନି କୁନି ପିଲାମାନଙ୍କୁ ଆବାହନ ଜଣାଇ ସ୍ୱାଗତ ଜଣାଇ ବର୍ତ୍ତମାନ ପ୍ରଧାନ ଶିକ୍ଷକ ଆମର ଅତି ପ୍ରିୟ ଇନ୍ଦୁ ମ୍ୟାମ୍ଙ୍କୁ କହୁଛନ୍ତି ଯେ ପିଲାମାନଙ୍କ ମଥାରେ ଚନ୍ଦନ ଟିପା ଲଗାଇ କର୍ଣ୍ଣପୁଷ୍ପ ଦେଇ ମିଷ୍ଟାନ୍ନ ବଣ୍ଟନ କରି ସ୍ୱାଗତ ଜଣାଇବା ପାଇଁ। ଦେଖନ୍ତୁ, ବର୍ତ୍ତମାନ କନକଲତା ମ୍ୟାମ୍ କେଉଁଭଳି ଭାବରେ ଶିଶୁମାନଙ୍କ ମଥାରେ ଚନ୍ଦନ ଟିପା ଲଗାଇ ଦେଉଛନ୍ତି। ଇନ୍ଦୁ ମ୍ୟାମ୍ ମଧ୍ୟ ଚନ୍ଦନ ଟିପା ଲଗାଇବାରେ ସାହାଯ୍ୟ କରୁଛନ୍ତି। କର୍ଣ୍ଣପୁଷ୍ପ ଶିଶୁମାନଙ୍କ କାନରେ ଖୋସି ଦିଆଯାଉଛି। ଆଜିର ଏହି ପବିତ୍ର ଦିବସ ଆହା କେଡ଼େ ଆନନ୍ଦମୟ, କେଡ଼େ ସୁଖମୟ। କୁନି କୁନି ଶିଶୁମାନେ ବିଦ୍ୟାଳୟକୁ ପ୍ରବେଶ କରିବେ, ନିଜର ଭବିଷ୍ୟତ ଗଢ଼ିବା ପାଇଁ ପାଠ ପଢ଼ିବେ। ସଭିଏଁ ସ୍କୁଲ ଯିବା ନାରା ଲଗାଇ ଦେଶର ଟେକ ରଖିବେ। ତେବେ ସରକାରଙ୍କର ଏ ଯେଉଁ ପ୍ରୟାସ, ଶିଶୁମାନଙ୍କୁ କେଉଁଭଳି ଭାବରେ ଆକୃଷ୍ଟ କରି ବିଦ୍ୟାଳୟକୁ ଅଣାଯାଇପାରିବ, ଡ୍ରପ୍ ଆଉଟ୍କୁ ହଟେଇ ଦିଆଯାଇପାରିବ, ଏହା ନିଶ୍ଚିତ ଭାବରେ ଗ୍ରହଣୀୟ ପଦକ୍ଷେପ। ତେଣୁ ଶିଶୁମାନଙ୍କର ଭବିଷ୍ୟତ ଗଢ଼ି ତୋଳିବା ପାଇଁ ଗୁରୁଜୀ ଗୁରୁମାମାନଙ୍କର ମଧ୍ୟ ଅନେକ ହାତ ଅଛି। ଆଜିର ଶିଶୁ କାଲିର ଭବିଷ୍ୟତ। ତେଣୁ ଏହି ଶିଶୁମାନଙ୍କର ଭବିଷ୍ୟତକୁ ଗଢ଼ି ତୋଳିବା ପାଇଁ ହେଲେ ଆମେ ପ୍ରଥମେ ସେମାନଙ୍କୁ ଆକୃଷ୍ଟ କରିବା ଦରକାର। ସେମାନଙ୍କର ପ୍ରତିଭାକୁ, ସେମାନଙ୍କର ଗୁଣକୁ, ସେମାନଙ୍କର ପାଠ ପଢ଼ିବାର ଇଚ୍ଛାକୁ କେଉଁଭଳି ଭାବରେ ଦ୍ୱିଗୁଣିତ କରାଯାଇପାରିବ, ସେହିଭଳି ପ୍ରୟାସ କରିବା ଆବଶ୍ୟକ। ତେବେ ଦେଖନ୍ତୁ, ପିଲାମାନଙ୍କୁ ବର୍ତ୍ତମାନ ମିଷ୍ଟାନ୍ନ ବଣ୍ଟନ କରାଯାଇ କେଉଁଭଳି ଭାବରେ ଆକୃଷ୍ଟ କରାଯାଉଛି। ବର୍ତ୍ତମାନ ପ୍ରଧାନ ଶିକ୍ଷକ ଶିଶୁମାନଙ୍କୁ ବିଦ୍ୟାଳୟର ଶ୍ରେଣୀଗୃହକୁ ପାଛୋଟି ନେବେ ଏବଂ ପ୍ରବେଶ କରାଇବେ। ସେଠି ଶିଶୁମାନଙ୍କ ପାଇଁ ସାକ୍ଷରତା ଷ୍ଟଲ୍ ନିର୍ମାଣ କରାଯାଇ ସେଥିରେ ଯେଉଁ 3ଟି କୋଣ ଅଛି, ସେହି କୋଣ ବୁଲି ଶିଶୁମାନେ ଦେଖିବେ ଏବଂ ଖଡ଼ିଛୁଆଁ କୋଣରେ କୁନି କୁନି ଶିଶୁମାନଙ୍କୁ ଖଡ଼ିଛୁଆଁ କାର୍ଯ୍ୟକ୍ରମ କରିବେ। ସେହି ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ଆପଣ
ଗଣେଶଙ୍କୁ ବା ମା ସରସ୍ୱତୀଙ୍କୁ ରଖି ଶିଶୁମାନଙ୍କୁ ହାତ ଧରି ସିଲଟରେ ଖଡ଼ି କେଉଁଭଳି ଭାବରେ ମଡ଼େଇବେ, ଗୋଲ ଆଙ୍କିବେ, ଶୂନ ଆଙ୍କିବେ, ବୃତ୍ତ ଆଙ୍କିବେ, ତାହା ଗୁରୁଜୀ ଗୁରୁମାମାନେ ଶିଖେଇବେ। ତେବେ ବର୍ତ୍ତମାନ ଦେଖନ୍ତୁ ପ୍ରଧାନ ଶିକ୍ଷକ ଅକ୍ଷୟ ସାର୍ଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଶିଶୁମାନଙ୍କୁ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଇବା ପାଇଁ। ବ୍ରହ୍ମା ବିଷ୍ଣୁ ମହେଶ୍ୱର। ତେବେ ଆପଣମାନେ ଦେଖୁଛନ୍ତି କେଉଁଭଳି ଭାବରେ ଶିଶୁମାନଙ୍କ ହାତ ଧରି ଖଡ଼ି ଛୁଏଁ ପୁଣି ତାକୁ ଲିଭେଇ ମଥାରେ ମାରି ଗଣେଶଙ୍କୁ ମୁଣ୍ଡିଆ ମାରୁଛନ୍ତି। ଇଏ ହେଉଛି ଆମ ଓଡ଼ିଆ ଅସ୍ମିତାର ପରିଚୟ, ଆମ ସଂସ୍କୃତିର, ଆମ ପରମ୍ପରାର ପରିଚୟ। ବର୍ତ୍ତମାନ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଶେଷ ହୋଇଛି। ଏବେ ଶିଶୁମାନେ ଶିକ୍ଷଣ କାର୍ଯ୍ୟକ୍ରମ କୋଣକୁ ଯାଇ ବୁଲି ଦେଖିବେ। अच्छा एटा कोन देखिलो ବର୍ତ୍ତମାନ ଶିଶୁମାନଙ୍କୁ ଆମର ପ୍ରଧାନ ଶିକ୍ଷକ ତଥା ଅତିଥିମାନେ ବହି ପ୍ରଦାନ କରୁଛନ୍ତି। ତେବେ ଶିଶୁମାନଙ୍କୁ ଆହୁରି ଆକୃଷ୍ଟ କରିବା ପାଇଁ, ମୋଟିଭେଟ୍ କରିବା ପାଇଁ ତାଙ୍କଠାରୁ ବଡ଼ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କୁନି ସଙ୍ଗୀତ ପରିବେଷଣ କରାଯାଉଛି, ନୃତ୍ୟ ପରିବେଷଣ କରାଯାଉଛି। ଦେଖନ୍ତୁ କେଉଁଭଳି ଭାବରେ ଛାତ୍ରୀମାନେ ନାଚୁଛନ୍ତି ଏବଂ ତାଙ୍କ ସହିତ କୁନି କୁନି ଶିଶୁମାନେ ମଧ୍ୟ ପଛପଟେ ନାଚୁଛନ୍ତି। ତେବେ ଆସନ୍ତୁ ଏଇଠି କାର୍ଯ୍ୟକ୍ରମକୁ ଶେଷ କରିବା। ଧନ୍ୟବାଦ।